ଲାକ୍ଷାଦେବୀ ମାଙ୍କ ନାମରେ ପ୍ରଖ୍ୟାତ ସମ୍ବଲପୁର ନଗରୀ। ପ୍ରକୃତିର ଅପରୂପ ସୁଷମାର ଭଣ୍ଡାର ଅଟେ ସମ୍ବଲପୁର। ଚୌହାନ ବଂଶର ବଳରାମ ଦେବ ଥିଲେ ଏହାର ନୃପବ। ଧନୁର୍ଦ୍ଧର ବୀର ଦିନେ ଯାଆନ୍ତି ଦୁର୍ଗା ଗୁଣ୍ଡି। ଏକ ଅଚମ୍ବିତ କଥା ଦୃଶ୍ୟପଟେ ହେଲେ ଅବଗତ। କୁକୁରଙ୍କୁ ସାଙ୍ଗେ ଧରି ରାଜା ଗଲେ କରିବାକୁ ଶିକାର। ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ବୁଡ଼ାଉଛନ୍ତି ଶଶନ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ୍। ମହାନଦୀ ବାବଦରେ ଥିଲା ଏକ ଶିମିଳିକେ ବୃକ୍ଷ ମୂଳେ ଅକସ୍ମାତ୍ ଶଶକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ। ଦେବୀ ସମଲେଶ୍ୱରୀ ସପନ କହିଲେ, ନଦୀ ବକ୍ଷେ ରହିଅଛି ଗୁମଦର, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷ ମୂଳେ ମୋତେ କରଜି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କର হে ରାଜା। ସ୍ୱପ୍ନାଦେଶ ଦେଇ ଦେବୀ ଅନ୍ତର୍ଧ୍ୟାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାବିଲେ ରାଜା। ଶିମିଳି ବୃକ୍ଷ ମୂଳେ ରାଜା ଦେବୀ ସମଲେଶ୍ୱରୀଙ୍କୁ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ହୋଇଛନ୍ତି ସେଠାରେ ଆସିଲେ। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭରେ ମନ୍ଦିର ନିର୍ମାଣ। ମାତ୍ର ସମସ୍ତ ଉଦ୍ୟମ ତାଙ୍କ ହୋଇଲା ଯେ ବନ୍ଦ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଗେଇ ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ। ମୂର୍ତ୍ତି ତୋର ଦିବ୍ୟତା ଓ ସମୃଦ୍ଧିର ପ୍ରାଣଭକ୍ତର ବଢ଼ା ଚିହ୍ନିତ ମୁଖ ସ୍ଥଳେ ମାଙ୍କ ଭକ୍ତ ପ୍ରତୀକ ସ୍ମରଣ ମାତ୍ରକେ ରୋଗ ଦୋଷ ହୁଆଇ ଖଣ୍ଡିତ। ତୁମେ ନେଇନାହ କାହାର ରୂପ, ପ୍ରାଚୀନ କାଳରୁ ମନ ମଧ୍ୟରେ ରହିଅଛ ମାତ୍ର। ହେ ଦେବୀ ସମଲେଶ୍ୱରୀ ଅଟଳ ଶାନ୍ତି ପ୍ରଦାୟିନୀ, ପ୍ରତିଧ୍ୱନିତ ହୁଏ ତୋ ରହସ୍ୟ ପୃଥିବୀ ଗର୍ଭରୁ। ପ୍ରତିବର୍ଷ 3 ପର୍ବ ହୋଇ ପାଳିତ, ପୁରପଲ୍ଲୀ ହର୍ଷୋଲ୍ଲାସେ ହୁଏ ବିଗଳିତ। ହସ୍ତେ ଧରି ପୁଷ୍ପାଞ୍ଜଳି ସର୍ବପୁରବାସୀ, ମାଙ୍କ ପଦ୍ମରେ ମାତି ହୋଇଥାନ୍ତି ଖୁସି।